ଆପଣ ଜାଣନ୍ତି କି କାହିଁକି ଭଗବାନ ମହାଦେବଙ୍କୁ ବେଲପତ୍ର ଅତ୍ୟନ୍ତ ପ୍ରିୟ ହୋଇଥାଏ ଓ ମହାଦେବଙ୍କୁ ବେଲପତ୍ର ଅର୍ପଣ କରିବା ଦ୍ୱାରା ଆମକୁ କେଉଁ ଫଳ ମିଳିଥାଏ ଏବଂ ବେଲପତ୍ର ଅର୍ପଣ କରିବାର ଯଦି ସଠିକ ନିୟମ ସମ୍ବନ୍ଧରେ ଆପଣ ଜାଣିବା ପାଇଁ ଚାହୁଁଛନ୍ତି ତେବେ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚିତ ଦେଖନ୍ତୁ। ସ୍କନ୍ଦ ପୁରାଣ ଅନୁସାରେ ମାତା ପାର୍ବତୀଙ୍କର ଝାଳ ମନ୍ଦରାଚଳ ପର୍ବତରେ ପଡ଼ି ବେଲଗଛର ସୃଷ୍ଟି ହୋଇଥିଲା ଆଉ ଏ ଗଛର ପ୍ରତିଟି ଅଂଶରେ ମାତା ପାର୍ବତୀଙ୍କର ବାସ ହୋଇଥାଏ, ସେଥିପାଇଁ ଏହା ମହାଦେବଙ୍କୁ ଅତ୍ୟନ୍ତ ପ୍ରିୟ ହୋଇଥାଏ। ଦ୍ୱିତୀୟରେ ସମୁଦ୍ର ମନ୍ଥନ ସମୟରେ ଯେବେ ମହାଦେବ ହଳାହଳ ବିଷ ପାନ କରିଥିଲେ ସେବେ ତାଙ୍କ ଶରୀର ମଧ୍ୟରେ ହେଉଥିବା ଅତ୍ୟନ୍ତ ଜ୍ୱାଳାକୁ ଶାନ୍ତ କରିବା ନିମନ୍ତେ ଦେବତାମାନେ ମହାଦେବଙ୍କୁ ବେଲପତ୍ର ଅର୍ପଣ କରିଥିଲେ, ସେଥିପାଇଁ ବେଲପତ୍ର ସର୍ବଦା ମହାଦେବଙ୍କୁ ଅତ୍ୟନ୍ତ ପ୍ରିୟ ହୋଇଥାଏ। ବେଲପତ୍ର ତ୍ରିଗୁଣ ତଥା ସତ୍ତ୍ୱ ରଜ ତମର ପ୍ରତୀକ ହୋଇଥାଏ ଆଉ ଯଦି କୌଣସି ଭକ୍ତ ଶ୍ରଦ୍ଧାର ସହ ଭଗବାନ ମହାଦେବଙ୍କୁ ବେଲପତ୍ର ଅର୍ପଣ କରିଥାନ୍ତି ତେବେ ଶାସ୍ତ୍ର ଅନୁସାରେ ତାଙ୍କର 3 ଜନ୍ମର ପାପ ଖଣ୍ଡନ ହେବା ସହ ତାଙ୍କର ପିତୃଦୋଷ କମ ହୋଇଥାଏ ଓ ଭଗବାନ ମହାଦେବଙ୍କର କୃପାରୁ ତାଙ୍କର ସମସ୍ତ ମନସ୍କାମନା ମଧ୍ୟ ପୂର୍ଣ୍ଣ ହୋଇଥାଏ। ବେଲପତ୍ର ଅର୍ପଣ କରିବାର ସଠିକ ନିୟମ ସର୍ବଦା ମହାଦେବଙ୍କୁ 3ଟି ପତ୍ର ଥିବା ବେଲପତ୍ର ଅର୍ପଣ କରନ୍ତୁ। ଫାଟି ଯାଇଥିବା କିମ୍ବା କୀଟ ଖାଇଥିବା ବେଲପତ୍ରକୁ ମହାଦେବଙ୍କୁ ବିଲକୁଲ ବି ଅର୍ପଣ କରନ୍ତୁ ନାହିଁ। ଏହା ବ୍ୟତୀତ ବେଲପତ୍ରର ମସୃଣ ପାର୍ଶ୍ୱଟି ଶିବଲିଙ୍ଗଙ୍କ ଆଡ଼କୁ ରଖି ଓಂ ନମଃ ଶିବାୟ ମନ୍ତ୍ରର ଉଚ୍ଚାରଣ କରି ଏହା ମହାଦେବଙ୍କୁ ଅର୍ପଣ କରନ୍ତୁ। ତେବେ ମହାଦେବଙ୍କର ଭକ୍ତ ହୋଇଥିଲେ ଭିଡ଼ିଓକୁ ଲାଇକ୍ ଓ କମେଣ୍ଟରେ ଓಂ ନମଃ ଶିବାୟ ଲେଖିବା ସହ ଏହିପରି ପୌରାଣିକ କଥା ସମ୍ବନ୍ଧରେ ଜାଣିବା ପାଇଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ କରିବା ପାଇଁ ବିଲକୁଲ ଭୁଲିବେନି। ରହୁଛି ଜୟ ଶ୍ରୀ ଜଗନ୍ନାଥ।